ମାଛ ବଂଶ ବୃଦ୍ଧି ପାଇଁ ନଦୀ ଏବଂ ସମୁଦ୍ରରେ ମାଛ ଧରିବା ମନା କିନ୍ତୁ ଜାଆଁଳା ମାଫିଆଙ୍କ ପାଇଁ ନଦୀ ଓ ସମୁଦ୍ର ଖୋଲାମେଲା ମାଛ ମାଂସ ବଢ଼େଇବା ପାଇଁ ଏପରି 15ରୁ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଏବଂ ନଦୀରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି। କାକଟପୁର ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀମାନେ ହାତ ବାନ୍ଧି ବସିଥିବା ବେଳେ ଜାଆଁଳା ମାଫିଆମାନେ ମଟର ଡଙ୍ଗାରେ ଜାଲ ବାନ୍ଧି ନଦୀରୁ ଚିଙ୍ଗୁଡ଼ି ଏବଂ ଖଅଙ୍ଗା ଜାଆଁଳା ଧରୁଥିବା ଦେଖିବାକୁ ମିଳିଛି। ମତ୍ସ୍ୟଜୀବୀମାନେ 60 ଦିନ ଭୋକ ଉପାସରେ ଛଟପଟ ହେଉଥିବା ବେଳେ ସରକାରୀ ନିୟମକୁ ଖାତିର ନ କରି ମାଫିଆ ମାନେ ଦିନ ଦ୍ୱିପହରରେ ଜାଆଁଳା ଛାଣି ନେଉଛନ୍ତି। ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ସାମୁଦ୍ରିକ ଥାନା ପୁଲିସ ଆଖି ବନ୍ଦ କରିଦେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ମାଛ ଜାଆଁଳ ଉପରେ ଏ ସିଜନରେ କିନ୍ତୁ ଆକ୍ଚୁଆଲି 60 ଦିନ ବନ୍ଦ ହେବା ଭିତରେ କିନ୍ତୁ ଜାଆଁଳ ପାଇଁ କଟକଣା, ସମୁଦ୍ର ଯିବା ପାଇଁ ମନା। କିନ୍ତୁ କଟକଣା ଭିତରେ ବି ମାଫିଆ ମାନେ ଆସିକିରି ଜାଆଁଳ ଧରି ବର୍ତ୍ତମାନ ଆମେ କୌଣସି ମାଛ ସଂଖ୍ୟା ବି ଆସୁନାହାନ୍ତି। ସବୁବେଳେ ପାଇଁ କି ସମୁଦ୍ର କୂଳରେ ମାନେ ମୁହାଣ ଦାଡରେ ଘୁଡୁରୁ ଚାଲେ, କୌଣସି ମିନ ଆସିବ। ଜାଆଁଳ ମାଫିଆ ମାନେ ଧରୁଛନ୍ତି କିନ୍ତୁ ଆମକୁ ମନା ହେଇଛି ସମୁଦ୍ର ଭିତରେ ଏଇନା 90 ଦିନ ବର୍ତ୍ତମାନ ପାଇଁ ବନ୍ଦ ଯେ ଅଣ୍ଡା ଦିଆ ଟାଇମ ଟା ସେମାନେ ଅଣ୍ଡା ଦେବେ, ତମେ ସମୁଦ୍ର ଭିତରୁ ଯିବନି। ସମୁଦ୍ର ଭିତରୁ ନ ଗଲେ ସମୁଦ୍ର ଭିତରୁ ଯୋଉ ନଦୀ ଭିତରକୁ ଯୋଉ ଆସୁଛି ଯୋଉ ଜାଆଁଳା ସେ ଜାଆଁଳା ଜୋରସୋରେ ମାଫିଆ ମାନେ ଧରୁଛନ୍ତି। କିଛି କଟକଣା ମେରାଇନ ଥାନା ପାଖରେ ଅଛି। ଇଆଡେ କହନ୍ତି ମାଛ ପ୍ରଜନନ କରନ୍ତୁ, ଜାଆଁଳ ହୁଅନ୍ତୁ, ଆମେ ମତ୍ସ୍ୟ ଅଧିକା ହେଲେ ଆମେ ମାରିବା, କିନ୍ତୁ ତା ସତ୍ତ୍ୱେ ମାନେ ତା ଭିତରିଆ ସବୁ ମାଛ ମାରୁଛନ୍ତି। ପ୍ରତ୍ୟେକ ମାନେ ଏ ମେରାଇନ ଥାନା ସମ୍ମୁଖରେ ବି ମାଛ ମାରୁଛନ୍ତି। ଏମାନଙ୍କୁ ବନ୍ଦ କରି ଛୋଟ ଡଙ୍ଗା ତାଙ୍କର ସବୁବେଳେ ମାଛ ମାରୁଛନ୍ତି, ତାଙ୍କ ଜୀବିକା ନିର୍ବାହ କରୁଛନ୍ତି। ସବୁବେଳେ ଚାଲିଛି ଏଇଭଳିଆ ଘଟଣା ଆଉ।